ସମସ୍ତଙ୍କୁ ସ୍ୱାଗତ। ତେବେ ଆଜି ଆମେ କରିବା ଭଗ୍ନ ସଂଖ୍ୟା ଅଧ୍ୟାୟର ପେଜ ନମ୍ବର 23ରେ ଥିବା ଆସ କାମଟି କରିବା। ତ ଏଠି କ୍ୱେଶ୍ଚିନ୍ କ'ଣ ଦିଆହେଇଛି ଏବେ ଦେଖିବା। ଆପଣ ଦେଖିପାରୁଥିବା ସ୍କ୍ରିନରେ କ୍ୱେଶ୍ଚିନ୍ଟି ଦେଉଛି। ତଳେ ଯାଇଥିବା ଭଗ୍ନ ସଂଖ୍ୟା ଗୁଡ଼ିକୁ କ୍ଷୁଦ୍ରତର ଏବଂ ବୃହତ୍ତର ଚିହ୍ନ ଦେଇ ତୁଳନା କର। ତ ଏଠି ଆମେ କମ୍ପେୟାର କରିବା ବା କେଉଁଟା ବଡ଼ କେଉଁଟା ଛୋଟ ଦେଖିବା। ତ ତା ଆଗରୁ ଟିକେ କ୍ଲିଅର ହେଇଯିବା, ତୁମେମାନେ ବଡ଼ ଛୋଟ ଜାଣିଛ ନା ନାହିଁ। ତ ମୋତେ କୁହ ଏବେ ଏଠି କେଉଁ ଚିହ୍ନଟି ରହିବ, ବୃହତ୍ତର ନା କ୍ଷୁଦ୍ରତର? ଯେଉଁମାନେ କ୍ଷୁଦ୍ରତର କହିଛ ସେମାନଙ୍କ ଆନ୍ସର୍ଟି ଠିକ୍, କାରଣ 4ଟି 6ଠାରୁ ସାନ, ସେଥିପାଇଁ ଏଠି କ'ଣ ସିମ୍ବଲଟି ରହିବ ନା କ୍ଷୁଦ୍ରତର। ତ ଏବେ କୁହ ଏବେ ଏଠି କେଉଁ ସିମ୍ବଲଟି ରହିବ ବା କେଉଁ ଚିହ୍ନଟି ରହିବ, କ୍ଷୁଦ୍ରତର ନା ବୃହତ୍ତର? ଯେଉଁମାନେ ବୃହତ୍ତର କହୁଛ ତାଙ୍କ ଆନ୍ସର୍ଟି ଠିକ୍। ତ ୟାର ଯାହାକୁ ବି କଷ୍ଟ ଲାଗୁଛି ଏଇଟା କେମିତି ହେଉଛି, ଏଠିକାର ଲଜିକ୍ କ'ଣ ନା ଦେଖ ଏ ଚିହ୍ନଟିକୁ ଦେଖ, ଠିକ୍ ଅଛି। ଏ ଚିହ୍ନଟିକୁ ଦେଖ, ଏଇଟା କେମିତି ଦେଖାଯାଉଛି। ଏ ଚିହ୍ନଟି କେମିତି ଦେଖାଯାଉଛି ନା ଗୋଟେ କିଛି ଜିନିଷର ମୁହଁ ପରି ଦେଖାଯାଉଛି, ହଁ କି ନାହିଁ? ମୁହଁ ପରି ଦେଖାଯାଉଛି। ତ ମୁହଁ ପରି ଦେଖାଯାଉଛି, ତ ୟାକୁ କୁହନ୍ତି କୁମ୍ଭୀରର ମୁହଁ ଟାଇପ୍, ଠିକ୍ ଅଛି। ତ ଇଏ ବଡ଼ ସଂଖ୍ୟାକୁ ଖାଇବ ସବୁବେଳେ। କାହାକୁ ଖାଇବ ନା ବଡ଼ ସଂଖ୍ୟା। ଦେଖ ୟାର ମୁହଁ ସବୁବେଳେ ବଡ଼ ସଂଖ୍ୟା ଆଡ଼କୁ ରହୁଛି। ଦେଖ ମୁହଁଟି କାହାଡ଼େ ରହୁଛି ନା ବଡ଼ ସଂଖ୍ୟା ଆଡ଼କୁ। ଏଠି ବି କୁଆଡ଼େ ରହୁଛି ନା ବଡ଼ ସଂଖ୍ୟା ଆଡ଼କୁ। ତ ମନେ ରଖିବ କୁମ୍ଭୀର ସବୁବେଳେ ବଡ଼ ସଂଖ୍ୟାକୁ ଖାଏ। କେତେବେଳେ ତୁମକୁ କେଉଁ ଡାଉଟ୍ ଆସେ ତ ଏଇ ଥିଓରି ମନେ ରଖିଥିବ ନା କ'ଣ ନା କୁମ୍ଭୀର ସବୁବେଳେ ବଡ଼ ସଂଖ୍ୟାକୁ ଖାଏ। ତ ସେଇ ହିସାବରେ ଦେଖ ନା ଇଜିଲି କରିପାରିବ। ତ କୁମ୍ଭୀର ସବୁବେଳେ ବଡ଼ ସଂଖ୍ୟାକୁ ଖାଏ, ମୋ ସାଙ୍ଗେ ସାଙ୍ଗେ କହୁଛି ନା କୁହ ଏଠି କେଉଁ ସଂଖ୍ୟାଟି ହେବ, ଏଠି କେଉଁଟା ହେବ ବଡ଼ ସଂଖ୍ୟା କେଟା? ଏଇଟା। ତ ସବୁବେଳେ ବଡ଼ ସଂଖ୍ୟା ଖାଇବ। ଆଖି ବୁଝିକି, କିଛି ନାହିଁ, ବଡ଼ ସଂଖ୍ୟାକୁ ଖାଏ। ତା ପରୀକ୍ଷାରେ ଶୀଘ୍ର କରିବା ପାଇଁ ଏଠି କେଉଁ ସଂଖ୍ୟାଟି ହେବ, କୁମ୍ଭୀର ସବୁବେଳେ କାହାକୁ ଖାଏ? ବଡ଼ ସଂଖ୍ୟାକୁ ଖାଏ ନା ବଡ଼ ସଂଖ୍ୟା। ସରିଲା, ସବୁବେଳେ ବଡ଼ ସଂଖ୍ୟା ଆଡ଼କୁ ମୁହଁଟି ରହିବ, ଠିକ୍ ଅଛି। ତ ଏଇଟା ହେଲା ଆମ ବେସିକ୍ ଜିନିଷ। ତେବେ ଆସିବା ଆମର ଭଗ୍ନ ସଂଖ୍ୟା। ତେବେ ଭଗ୍ନ ସଂଖ୍ୟାରେ ଏଠି ଆମର କ'ଣ ଦେଇଛି କର ନା 1/4 ଆଉ କ'ଣ ଦେଇଛି 3/4, ଠିକ୍ ଅଛି। ତେବେ ମୋତେ ଏଠି କୁହ 4 ଭାଗରୁ ଭାଗେ ବଡ଼ ନା 4 ଭାଗରୁ 3 ଭାଗ ବଡ଼? ଦେଖ ଯଦି ଆମର ଇଏ ହେଲା ତ ଏଠି 4 ଭାଗରୁ ଭାଗେ ବାସ୍ ଏତିକି, ବୁଝିଲ କି ନାହିଁ? ତ ସେଇ ପରିସ୍ଥିତିରେ ଆମେ ଦେଖିବା 4 ଭାଗରୁ 3 ଭାଗ କେତେ ବଡ଼ ହେବ, ନିହାତି ବଡ଼ ହେବ 4 ଭାଗରୁ 3 ଭାଗ। ଏଟା ହେଲା 4 ଭାଗରୁ ଭାଗେ, ଏଟା ହେଲା 4 ଭାଗରୁ 3 ଭାଗ। ତ ବଡ଼ କେଉଁଟା? ଏଇଟା ମୋର, ଏଇଟା ବଡ଼, ହଁ କି ନାହିଁ? ସେଇପାଇଁ ତ ଆମର କ'ଣ ଚିହ୍ନିବ, କୁମ୍ଭୀର କାହାକୁ ଖାଏ? କୁମ୍ଭୀର ବଡ଼କୁ ଖାଏ, ତ ସେଠି କୁମ୍ଭୀର ବଡ଼କୁ ଖାଇଲା। ସେଇପରିକା କରିପାରିବ। ତାହେଲେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି? ଖ ଦେଇଛି 3/5 ବା 4/5। ଏବେ ଏଠି କୁହ ପିଲାମାନେ କେଉଁଟା ବଡ଼ କେଉଁଟା ଛୋଟ? 5 ଭାଗରୁ 3 ଭାଗ ଛୋଟ ନା 5 ଭାଗରୁ 4 ଭାଗ? ନା ଦେଖିଲ ଏଠି ଛୋଟ କେଉଁଟା? ଯାହା ଆଗେ ଦେଖିବ ଛୋଟ ନହେଲେ ବଡ଼ ଦେଖିବ। ଜାଣିଗଲ 5 ଭାଗରୁ 3 ଭାଗ ଛୋଟ, ତ ସବୁବେଳେ କୁମ୍ଭୀର କାହାକୁ ଖାଏ? କୁମ୍ଭୀର ବଡ଼ ସଂଖ୍ୟାକୁ ଖାଏ, ବଡ଼ ସଂଖ୍ୟାକୁ ଖାଏ। ତ ଏଠି ଆମର ଖଟି ସହଜ, ହଁ କି ନାହିଁ? ତୁମେ ଜାଣିଗଲ ନା ଟ୍ରିକ୍ ଲଜିକ୍, କିଛି ନାହିଁ, ବହୁତ ସହଜ ପାଠ, ତୁମେ ସବୁ କରିପାରିବ। ଠିକ୍ ଅଛି। ୟା ପର ସଂଖ୍ୟା ସବୁ ଦେଖିବା ନା ଆମେ ସିଧା ଲାଷ୍ଟକୁ କରିବା। ଲାଷ୍ଟରେ କ'ଣ ଦେଇଛି ଆମର ନା ଯେଟା ବଡ଼ ଦେଖାଯାଉଛି ଦେଖିବା, ମୁହଁଟା ଦେଖିବା କେଉଁଟା ନା ମୁହଁଟି। ତ ମୁହଁରେ କ'ଣ ଦେଇଛି
ତୁମର ଦେଇଛି 10 ଭାଗରୁ 5 ଭାଗ ଆଉ 10 ଭାଗରୁ 6 ଭାଗ। ବଡ଼ କେଉଁଟା ଏଠି ନା 10, ଏଇଟା ବଡ଼ ଦେଖାହେଉଛି। 10 ଭାଗରୁ 6 ଭାଗ ମାନେ ବଡ଼ ହେବ। ତେବେ କୁମ୍ଭୀର କାହାକୁ ଖାଇବ? ବଡ଼ ସଂଖ୍ୟାକୁ ଖାଇଲା। କୁମ୍ଭୀର ବଡ଼ ସଂଖ୍ୟାକୁ ଖାଇଲା। ଠିକ୍ ଅଛି। ଏବେ ଯିବା ନେକ୍ସଟ, ତାପର ତଳ ଯେଉଁ ଆସ କାମଟି କରିବା ଦିଆହେଇଥିବ। ଏବେ ଦେଖ ଏଠି କ'ଣ ହେଇଛି ନା, ଏଠି ତଳେ ଯେଉଁ ଭାଗ ହେଉଥିବ, ଏଠି ଉପରେ ଆମ କ'ଣ ଥିଲା, ସବୁ ହରଗା ସମାନ ଥିଲା ବା କେତେ ଭାଗ ହେଉଥିଲା ସେଇଟା ଆମେ ସମାନ ଜାଣିପାରୁଥିଲେ। କିନ୍ତୁ ଏବେ ଏଠି ହର ଗୁଡ଼ିକ ବଦଳି ଯାଇଛି, କିନ୍ତୁ ଲବ ଗୁଡ଼ିକ ସମାନ ଅଛି। ଠିକ୍ ଅଛି, ଲବ ସମାନ ନା କିନ୍ତୁ ହର ଅଲଗା। ତ ଏବେ ଦେଖିବା ଏଠି କ'ଣ ହେଉଛି। ଏଠି ବି ଲଜିକ୍ ଦେଖ, ପିଲାମାନେ ବୁଝିବା ସହଜ, ବହୁତ ସହଜ। ଦେଖ ଏଠି କରେ କ'ଣ କହିଛି, ସେକେଣ୍ଡଟା ଠିକ୍ ଅଛି। କରେ କ'ଣ କହିଛି ନା 3/8 ଏଠି 7/7 ନା ସରି 3/7 ବା 7 ଭାଗରୁ 3 ଭାଗ ଏଇଟା କହୁଥିଲି। ଏଠି ଦେଖ ସବୁବେଳେ ଗୋଟେ ଜିନିଷକୁ ହିଁ ଭାବିବ। ଠିକ୍ ଅଛି, ଗୋଟେ ଜିନିଷକୁ ବଡ଼ ଛୋଟ ହେଇଗଲା, ସବୁବେଳେ ଗୋଟେ ଜିନିଷ ହିଁ ଭାବ। ଠିକ୍ ଅଛି, ତ ଏଠି ଆମର ଗୋଟେ ଜିନିଷ 8 ଭାଗ ହେଇଛି, 8 ଭାଗ ହେଇଛି, ତ ଏଟା 7 ଭାଗ ହେଇଯିବ ଭାବିନି। ଠିକ୍ ଅଛି, ସବୁ ସମାନ ଭାଗ ହେଇଥିବ। 1 2 3 4 5 6 7। ଠିକ୍ ଅଛି, এটা ଆମର 8 ଭାଗ 3 ଭାଗ, এটা 7 ଭାଗରୁ 3 ଭାଗ। ତ ଭାବ 8 ଭାଗ ମାନେ ଯେତେ ଭାଗ ବଢ଼ି ବଢ଼ି ଚାଲିବ, ପିସ୍ ଗୁଡ଼ା ବା ଖଣ୍ଡ ଗୁଡ଼ା ସେଠି ଛୋଟ ହେଇଯିବ। 8 ଭାଗରୁ 3 ଭାଗ ମାନେ ଏଇଟା 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 ଛୋଟ ଛୋଟ ପିସ୍। ଠିକ୍ ଅଛି, ଆଉ ସେତେବେଳକୁ ହିଁ ସେତିକି ବଡ଼ କେକ୍ ହଉ ବା ପରଟା ହଉ କୁ 7 ଭାଗ କରାହେଲା, ମାନେ ଗୋଟେ ପିସ୍ର ସାଇଜ୍ ଟିକେ ବଡ଼ ହେବ କାହା ଅପେକ୍ଷା? ଆର ଯେଉଁ 8 ଭାଗ କରାହେଇଥିଲା, ଯେଉଁଟା ମାନେ ଯେଉଁଠି 8 ଭାଗ କରାହେଇଥିଲା ସେଠି ପିସ୍ଟା ଗୋଟେ ପିସ୍ ଏତିକି ବଡ଼ ହେବ। କିନ୍ତୁ ଯେଉଁଠି ସେଇ ସମାନ ପରଟାକୁ ଯଦି ଆମେ 7 ଭାଗ କରିବା, ତ ପିସ୍ ଟିକେ ନିହାତି ବଡ଼ ଦେଖାଯିବ। ତ ତାର 3 ଭାଗ ତୁଳନା କରାଯିବ, ତାର 3 ଭାଗ ଆଉ 8 ଭାଗର 3 ଭାଗ ତୁଳନା କଲେ କାହାର ମାନେ ଏରିଆ କେଉଁଟା ବଡ଼ ହେବ? ନିହାତି ଯେଉଁଟା 7 ଭାଗ କରାହେଇଥିଲା ତାର 3 ଭାଗଟି ବଡ଼ ହେବ। ଏଠି କ'ଣ ହେଲା ବୁଝିପାରିଲ ନା? ନା 8 ଭାଗ କଲେ ପିସ୍ ଗୁଡ଼ା ବହୁତ ଛୋଟ ହେଇଯିବ। ବୁଝିପାରିଲ କି ନା? କାହା ତୁଳନାରେ ଯଦି ସେଇ ସମାନ ଜିନିଷ ଯଦି ଆମେ 7 ଭାଗ କରାହୁଏ, ତ 8 ଭାଗଟା ଛୋଟ, କିନ୍ତୁ 7 ଭାଗ କଲେ ତାଠୁ ଟିକେ ତା ଅପେକ୍ଷା ବଡ଼ ରହିବ। ଜାଣିପାରିଲୁ ତାହେଲେ? ତ ବଡ଼ କେଉଁଟା? ତାହେଲେ ବଡ଼ କେଉଁଟା ନା 3/7 ବା 7 ଭାଗରୁ 3 ଭାଗଟି ହେଲା ବଡ଼। ତବେ ଆମ କୁମ୍ଭୀର କ'ଣ ଖାଇବ ନା ବଡ଼ ସଂଖ୍ୟାକୁ ଖାଇବ। ଠିକ୍ ଅଛି ପିଲାମାନେ, ତୁମେ ସବୁବେଳେ କରିବା ବେଳେ ଏମିତି ଡାଇଗ୍ରାମ୍ କରିକି ବୁଝିବ, ତ ଭଲ ବୁଝି କରିପାରିବ। ଉପରେ କରିବ ନାହିଁ, ସବୁବେଳେ ଦେଖିକି କରିବ। ଠିକ୍ ଅଛି, ଏଇଟା ଗୋଟେ ସରିଲା। ଆଉ ଟିକେ ଏଇଟା କଷ୍ଟ ଲାଗିପାରେ, କାରଣ ଭାବ ଗୋଟେ ଜିନିଷକୁ ତୁମେ ଗୋଟେ ଚକୋଲେଟ୍କୁ ଏକା ଖାଇଲ, କେତେ ବଡ଼ଟା ଖାଇଲ, କିନ୍ତୁ ତୁମେ ଯେତେ ବାଣ୍ଟିବା ଷ୍ଟାର୍ଟ କର, ଆଉ ଜଣେ ତୁମ ସାଙ୍ଗ ଥିବ ତାକୁ ଦେବ, ତ କେତେ 2 ଭାଗ କରିବ, ତ ଛୋଟ ଛୋଟ ପିସ୍ ହେବ। 3 ଜଣ ସାଙ୍ଗ ଥିବ, ତ ତାଙ୍କୁ ବାଣ୍ଟିଲେ କ'ଣ ହେବ? 3ଟି ଭାଗ କଲ, ତ ସମାନ ଭାଗ କରିବ ନା, ତ ଆହୁରି ଛୋଟ ଛୋଟ ହେଇ ଚାଲିବ। ଯେତେ ଭାଗ ବଢ଼ି ବଢ଼ି ଚାଲିବ, ପିସ୍ଟି ସେତେ ଛୋଟ ହେଇ ଚାଲିବ। ଠିକ୍ ଅଛି, ତ ସେଇ ହିସାବରେ ଆମେ ଆଉ ଗୋଟେ କରିବା, ଆମେ କରିବା ଆମର 6 ନମ୍ବରଟି। ଠିକ୍ ଅଛି, ଏଠି କରିବା। ତ କ'ଣ କହିଛି ନା 7/9 ଆଉ 7/11। ତ ଏଠି ଦେଖ କେଉଁଟା ବେଶୀ ଭାଗ ହେଇଛି, ସେଇଟା ଛୋଟ ହେବ। ଭାଗ କେଉଁଟା ବେଶୀ ହେଇଛି ନା 11ଟା ଭାଗ ହେଇଛି, ତ 11ଟା ଭାଗରୁ 7 ଭାଗ ବଡ଼ ନା 9ଟା ଭାଗରୁ 7 ବଡ଼? ବଡ଼ ହେଲା। ଆମ ବଡ଼ କେଉଁଟା ନା ଏଇଟା, 9ଟା ଭାଗରୁ 7 ଭାଗ ହେଲା ଆମ ବଡ଼। ତ ମାନେ କୁମ୍ଭୀର କାହାକୁ ଖାଇବ? ବଡ଼କୁ ଖାଇବ କୁମ୍ଭୀର। ତ ସିଧା ଏଇଟା କୁମ୍ଭୀର ବଡ଼କୁ ଖାଇଲା। ଠିକ୍ ଅଛି, ଏମିତି କରି ଚାଲିବ। ଏବେ ଏଇଠି ସରିଗଲା। ଆଜିକା ଭିଡ଼ିଓ ଆମେ ଏଇଠି ରଖୁଛେ। ଆଶା କରେ ତୁମେ ସମସ୍ତେ ଭଲସେ ବୁଝିପାରିଥିବ। ଲଜିକ୍ ନିହାତି ଲଗାଇବ ଆଉ ଡାଇଗ୍ରାମ୍ କରିକି କରିବା ପାଇଁ ସବୁବେଳେ ଚେଷ୍ଟା କରିବ। ତାହେଲେ ତୁମେ ଯଦି ବୁଝିପାରୁନଥିବ, ବହୁତ ଜଲ୍ଦି ସରଳ ଉପାୟରେ ବୁଝିପାରିବ। ଠିକ୍ ଅଛି ପିଲାମାନେ,
ଦେଖା ହବ ନେକ୍ସଟ ଭିଡ଼ିଓରେ। ସେ ପାଇଁ ଏଇଠି ରହିଲି।